ଆମେ ସମସ୍ତେ ଏକତ୍ରିତ ହେଇ ଖବର ହବ ଓଡ଼ିଶାର କଳାକାରମାନେ ଚଳଚ୍ଚିତ୍ର କଳାକାରମାନେ ଏକତ୍ରିତ ହେଇଛୁ। ଏହାର ମୁଖ୍ୟ ହେଉଛନ୍ତି ଆର୍ଆର୍ ଇଭେଣ୍ଟର ପୁରୋଧା ମୁଖ୍ୟ ୱାନ୍ ଅଫ୍ ଦି ଲିଡିଂ ଇଭେଣ୍ଟ ଅର୍ଗାନାଇଜେସନ୍ ଅଫ୍ ଓଡ଼ିଶା, ଯାହାର କି ପ୍ରୋପାଇଟର ହେଉଛନ୍ତି ରମେଶ ବାରିକ। ତାଙ୍କରି ମାଧ୍ୟମରେ ମୋତେ କେବେ ଭାବି ହେଉନଥିଲା, ଆମେ ଯେତେବେଳେ ଚଳଚ୍ଚିତ୍ରରେ ପାଦ ଦେଇଥିଲେ ଭାବିନଥିଲୁ ଯେ ବାହାରେ କେବେ ଆୱାର୍ଡ ସେରିମନି ମାନେ ଓଡ଼ିଶା ବାହାରେ ନୁହେଁ, ସେ ଆଣିକେ ଆମ ଦେଶ ବାହାରେ ବିଦେଶରେ କଲେ। ଯେତେବେଳେ ଦୁବାଇ ବିଷୟରେ ରମେଶ ବାବୁ କହିଲେ ଆଶ୍ଚର୍ଯ୍ୟ ଲାଗିଲା, ମୁଁ କହିଲି ସୂଚନା ମିଛ, ସେ ସତେକି ପ୍ରମାଣିତ କଲେ। ହଠାତ୍ ଦିଲ୍ଲୀ, ଦୁବାଇ, ତାପରେ ସିଙ୍ଗାପୁର, ପୁଣି ଯେତେବେଳେ ହଠାତ୍ ମୁଁ ଦେଖାଗଲା କହିଲା ଆମେ ଲଣ୍ଡନ ଯାଉ, ଆଶ୍ଚର୍ଯ୍ୟ। କିନ୍ତୁ ସେ କଥାଟି ସମ୍ଭବପର ହେଉଛି। ଆମ ଓଡ଼ିଆ କଳାକୁ, ଓଡ଼ିଆ ଭାଷାକୁ, ଓଡ଼ିଆ ମାଟିକୁ ନେଇ ଫରେନ୍ରେ ଲଣ୍ଡନରେ ସୁଯୋଗରେ ପହଞ୍ଚେଇବା, କଳାକାରମାନଙ୍କ କୃତିକୁ ସେଠି ପହଞ୍ଚେଇବା ଛୋଟିଆ କଥା ନୁହେଁ, ବହୁତ ଖୁସିର କଥା। ତେଣୁ ମିଡ଼ିଆ ବନ୍ଧୁମାନ ମୁଖ୍ୟ ସେଇମାନଙ୍କ ମାଧ୍ୟମରେ ପ୍ରତ୍ୟେକ ଜାଗାରେ ପହଞ୍ଚି ପାରିବ ଯେ ଆର୍ଆର୍ ଇଭେଣ୍ଟ ଏ ଯେଉଁ 5 ଷ୍ଟାର ଫିଲ୍ମ ଆୱାର୍ଡ ଲଣ୍ଡନରେ କରିବାକୁ ଯାଉଛି। ମୁଁ ସେଥିରେ ଅଂଶ ହେଇପାରିବି, ମୁଁ ଯିବାକୁ ଅନୁରୋଧ କରୁଛନ୍ତି, ମୁଁ ଯାଉଛି ଏବଂ ଆମେ ଏ ପ୍ରେସ୍ ମିଟ୍ ଏକତ୍ରିତ ହେଉଛୁ। ତେଣୁ ଏସବୁ ପ୍ରଭୁ ଜଗନ୍ନାଥ ଆରାଧ୍ୟ ଦେବତାଙ୍କର କୃପା। ତେଣୁ ମୁଁ ଆଶା କରିବି ଯେ ରମେଶ ବାବୁଙ୍କୁ ସେତିକି ସାହସ ଦିଅନ୍ତୁ, ଆଗକୁ ଆମର ଓଡ଼ିଆକୁ ନେଇ, ଓଡ଼ିଆମାନଙ୍କୁ ନେଇ, ଓଡ଼ିଆ ଭାଷାକୁ ନେଇ, ଓଡ଼ିଆ ସଂସ୍କୃତିକୁ ନେଇ, ଓଡ଼ିଆ କଳାକୁ ନେଇ, ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ସାରା ବିଶ୍ୱରେ ପହଞ୍ଚାଏ। ଆଗରୁ କେମିତି ସମ୍ଭବ ହଉନଥିଲା। କିନ୍ତୁ ଏଇଟା ଗୋଟେ ଭିଜନର କଥା, ଦୃଷ୍ଟିର କଥା, ସମସ୍ତେ ଭାବିପାରିବେ। ଆମେ ବହୁ ବର୍ଷ 50 ବର୍ଷ ଧରି ମୁଁ ଇଣ୍ଡଷ୍ଟ୍ରିରେ ଅଛି, କିନ୍ତୁ ମୁଁ କେବେ ଭାବି ପାରିନଥିଲି ଯେ ଆମେ ଗୋଟେ ବାହାରେ ଯାଇକି କରିପାରିବୁ, ହେଇପାରିବ, ସମ୍ଭବ ହେଇପାରିବ। ଏଇଟା ଗୋଟେ ଚିନ୍ତାଧାରା କଥା, ସମସ୍ତଙ୍କ ମନକୁ ଆସିପାରେନି, ସିଏ ଆସିଲେ ଏବଂ ତାକୁ ପ୍ରମାଣିତ କରି ଦେଖିବ।